अखण्डमण्डलाकारं व्याप्तं येन चराचरं तत्पदं दर्शितं येन तस्मै श्री गुरवे नमः। बहुत वर्ष है बेले बेले मो भितरे जो दिव्य प्रेरणाटी आसे ताकू लाइव माध्यम सभा समिति रे कहीदिए। सेटा भूल हुए कि ठीक हुए मुझे जाने ना, सत कथाटा कहबारे असुविधा किसी न थाए। गोटे एमिति समय आसीब पृथ्वी रे गोटे धर्मयुद्ध आरंभ हब बा धर्म को नहीं युद्ध आरंभ हब। ये कथा कि जो माने शुणी थे बा मन रखि से माने मन पकईले मन पड़ो जे यही कथाटा बलिया कहीला। मु गोटे ज्योतिष भाव में कही नहीं कि मालिका पढ़िकी कही नहीं कि कहाठारू किसी शुणिकी कही नहीं, केवल मत जी प्रेरणा आसीला सेटा मु कही। जेबे इस्राएल पैलेस्टाइन गाजा ये सब युद्ध जितेबाला लगिला, रशिया यूक्रेन ये सब युद्ध जितेबाला संगठित है सेतेबाला मो मनरे धारणा आसिला ये जो युद्धटा आसब बोली कहूली पूरे से युद्धटा धर्म को नहीं आरंभ है। ताहा मुसलमान धर्म ख्रिस्टियान धर्म ये सब को नहीं युद्ध होता। धीरे धीरे से शांत पड़ानी, किंतु एबे जो भारत वर्ष आम देश जो युद्ध आरंभ है ये मध्य वास्तव धर्म युद्ध। बुझी पचारि से लोकों को मारी बुझी तमे कुरान पढ़ से पढ़ी पारे तेरे ख्रिस्टियान को कहले तमें कुरान पढ़ कहले तार कौन कहते से नाटा मन नहीं कलाम ना कौन आदि हाँ कलमा कलमा पढ़। हिंदू कलमा पढ़नी पढ़ी पारनी, ख्रिस्टियान भी पढ़ी पारनी। जी पढ़िले से बंचिले, जी न पढ़ले माइले। ताले ये कथाटा समग्र विश्व को वार्ता गला कि यह ही होची धर्मयुद्धर प्रारंभ। आगुरी जहाँ इतला होता एवं भी से युद्ध चली। आपण माने गोटे कथा मन माने कहूँ आप माने विचार करेंगे बलिया कहूँ बोली आपण माने जबरदस्ती विश्वास करेंगे से कथा मु कहूनी। विचार करिवार शक्ति समस्तंकर अच्छी। गोटे साधारण मनीष को आम भावुचु ये गोटे साधारण मनीष सी गोटा कौन कह से कथाटा बलिया केबे ग्रहण करेनी। साधारण मनीष पाखे भी जो उपस्थिति बुद्धि बा ज्ञान अच्छी से गोटे पाठुआ लोक को मध्य शिक्षा दे पार। क्यों काल क्यों आमर पाठ पढ़ला बेले आम पढ़ी धर्म एकासीना महत पणिया आउ सबु सुख धर्म महत
ଆଉ ମଣିଷ ଜନ୍ମ ହୁଏ ଥରେ, ମରିବ ଥରେ, କେତେ ଦିନ ବଞ୍ଚିବ ସେ କହିପାରିବନି। ଏ ହେଉଛି ଦୁନିଆ, ଏ ଗୋଟେ ଦୁନିଆ ନାଟକ। ଏ ଗୋଟେ ଦୁନିଆର ଗୋଟେ ଭଲ ନାଟକ। ମୁଁ ପଚାରୁଛି ଆପଣମାନେ ବିଚାର କରିବେ। ମନେ କରାଯାଉ ହିନ୍ଦୁ ସୂର୍ଯ୍ୟଙ୍କୁ ପୂଜା କରେ। ସିଏ କହେ ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର। ସିଏ ଧୂପ ଦୀପ କ୍ଷୀର ଇତ୍ୟାଦି ଦେଇ ତର୍ପଣ କରି ସୂର୍ଯ୍ୟଙ୍କୁ ବହୁ ନିରାଡ଼ମ୍ବର ଭାବରେ ପୂଜା କରେ। କିନ୍ତୁ ଅନ୍ୟ ଧର୍ମାବଲମ୍ବୀମାନେ ସୂର୍ଯ୍ୟଙ୍କୁ ପୂଜା କରନ୍ତିନି। ସୂର୍ଯ୍ୟଙ୍କୁ ଯଦି ପୂଜା ନ କଲେ ସୂର୍ଯ୍ୟ କ'ଣ ତାଙ୍କୁ ଆଲୋକ ଦିଅନ୍ତିନି? ସୂର୍ଯ୍ୟ ପୂଜା କରିବା ଲୋକକୁ ଯେମିତି ଆଲୋକ ଦିଅନ୍ତି ତାଙ୍କୁ ବି ସେମିତି ଆଲୋକ ଦିଅନ୍ତି। ଖାଲି ସୂର୍ଯ୍ୟ ନୁହେଁ, ଚନ୍ଦ୍ରମାକୁ ଦେଖିଲେ ମୁସଲମାନ ମାନେ ଭୋଜନ କରନ୍ତି। ଏମିତି ଗୋଟେ ପର୍ବ ତାଙ୍କର ଅଛି। କିନ୍ତୁ ଆମେ ବା ହିନ୍ଦୁମାନେ ଚନ୍ଦ୍ରମାଙ୍କୁ କ'ଣ ପୂଜା କରନ୍ତିନି? ଚନ୍ଦ୍ରମା ମନସ ଜାତ ବୋଲି କୁହାଯାଇଛି। ରସହ ମପସୁ କୌନ୍ତେୟ ପ୍ରଭାସ୍ମି ଶଶି ସୂର୍ଯ୍ୟ। ଯେଉଁମାନେ ଚନ୍ଦ୍ରଙ୍କୁ ପୂଜା କରନ୍ତି ନାହିଁ ତାଙ୍କୁ କ'ଣ ଚନ୍ଦ୍ର କିରଣ ଦିଏନି? ହିନ୍ଦୁମାନେ ପବନକୁ ପୂଜା କରନ୍ତି। ପବନକୁ ଯଦି ଯେଉଁମାନେ ପୂଜା କରୁନାହାନ୍ତି କି ଦେବତା ବୋଲି ମାନୁନାହାନ୍ତି ତାଙ୍କୁ ପବନ ନିଶ୍ୱାସ ଦେଉଛି କି ନାହିଁ? ଅଗ୍ନିକୁ ସନାତନୀ ହିନ୍ଦୁମାନେ ତାଙ୍କୁ ଅଗ୍ନିକୁ ପୂଜା କରନ୍ତି। ଯେଉଁମାନେ ଅଗ୍ନିକି ପୂଜା କରନ୍ତି ନାହିଁ ସେମାନଙ୍କୁ କ'ଣ ଅଗ୍ନି ଉତ୍ତାପ ଦିଏ ନାହିଁ? ତେବେ ଯେଉଁମାନେ ବସୁଧାଙ୍କୁ ପୂଜା କରନ୍ତି ନାହିଁ ସେମାନଙ୍କୁ କ'ଣ ବସୁଧା ଶସ୍ୟ ଶ୍ୟାମଳା ସବୁଜିମା ଦିଏନି? ଗୋଟିଏ ଗଛ ମୁସଲମାନ କି ଖ୍ରୀଷ୍ଟିଆନ କାହାରି ବାଡ଼ିରେ ଗଛ ଗୋଟିଏ ହଉ ଦୁଇଟି ହଉ ଅଛି, ତା ପାଖରେ ଗୋଟେ ହିନ୍ଦୁ ଘର ଅଛି। ସେ ଗଛରେ ଯଦି ଫଳଟିଏ ଫଳେ ସେ ଫଳଟି କେତେବେଳେ ହିନ୍ଦୁ ବାଡ଼ିରେ ବି ପଡ଼େ। ସେ ଗଛର ଛାଇ ତାକୁ କ'ଣ ମୁସଲମାନ ମାନେ ବନ୍ଦ କରିଦେବେ ଯେ ନା ତୁମେ ଆମ ଗଛ, ତମେ ଆମ ଗଛ, ଆମ ଛାଇ ଆମ ପାଖରେ? ଛାଇଟାକୁ ସେ ବନ୍ଦ କରିପାରିବେନି। ସେ ଯେଉଁ ଅମ୍ଳଜାନ ଗଛ ଦେଉଛି ତାକୁ କ'ଣ ମୁସଲମାନ ହୁଅନ୍ତୁ, ଖ୍ରୀଷ୍ଟିଆନ ହୁଅନ୍ତୁ, ବୌଦ୍ଧ ଶିଖ ଜୈନ ଯିଏ ବି ହୁଅନ୍ତୁ ତାକୁ କ'ଣ କାଟିଦେବେ? ତେଣୁ ଯିଏ ପୂଜା ଯେମିତି ଔଷଧ ଆପଣ ଖାଉଛନ୍ତି ତାକୁ ବିଶ୍ୱାସ କଲେ ବି ସେ ଫଳ ଦେବ, ଅବିଶ୍ୱାସ କଲେ ବି ଫଳ ଦେବ। ଆଜି ପର୍ଯ୍ୟନ୍ତ ସୃଷ୍ଟି ରହିଛି ଯେଉଁମାନଙ୍କ ପାଇଁ ସେମାନଙ୍କୁ କେବଳ ହିନ୍ଦୁ ହିଁ ପୂଜା କରେ। ଆଉ କୌଣସି ଧର୍ମରେ ସେ ପୂଜା ହୁଏନି। ଆପଣମାନେ ଭଲ କରି ଭାବିବେ, ଯେଉଁମାନଙ୍କ ଠାରୁ ହିନ୍ଦୁ ଗୁଣ ପାଇଛି, ନିଜ ପାଇଁ ନୁହଁ ସାରା ବିଶ୍ୱ ପାଇଁ ଯିଏ ଯାହା ପାଖରୁ ସେ ଗୁଣ ପାଇଛି ସେଇ ଗୁଣକୁ ନେଇ ସେ ରୂପକୁ ସେ ପୂଜା କରୁଛି। ସେ ଗୁଣ ପାଇଁ ସେ ରୂପ ପୂଜା ହେଉଛନ୍ତି। ସେଇ ହେଉଛନ୍ତି ସୂର୍ଯ୍ୟ, ସେଇ ଚନ୍ଦ୍ର, ସେଇ ହେଉଛନ୍ତି ପୃଥିବୀ, ସେଇ ହେଉଛନ୍ତି ସମୁଦ୍ର, ସେଇ ହେଉଛନ୍ତି ପାହାଡ଼ ପର୍ବତ, ସବୁକିଛି ଝରଣା ଗଛ ବୁଛ। ଏଇଟା ସେଥିପାଇଁ ଆମ କବିମାନେ ଓଡ଼ିଆରେ ଲେଖିଲେ ନଦୀ ବନଗିରି ଭୀମକାନ୍ତ
ତୁମ୍ଭରି ତବ ଗୀତି ଏ ବିଶ୍ୱ ଜୟ ଜୟ ଓ ଆମେ ବନ୍ଦନା ଗାଇଲୁ, ସେ ବନ୍ଦନା ଆମେ ଗାଇଲୁ, ଅନ୍ୟ ଜଣେ ଗାଉନି। ଯିଏ ନ ଗାଉଛି ତାକୁ ବି ଯେତିକି ଦୟା, ଆମକୁ ବି ସେତିକି ଦୟା। ନମୋ ନିରଞ୍ଜ ନିଖି ବ୍ୟାପ୍ତ ସର୍ବ ପ୍ରଭୁ ବଡ଼ ଆଡ଼ ଜୟ ଜଗ ଆମେ ଆମର ଦଶାବତାର ବୋଲି ଗୋଟିଏ ଶ୍ଲୋକ ଅଛି। ସେଥିରେ ଭଗବାନଙ୍କର 10ଟି କର୍ମକୁ ବା ଗୁଣକୁ ପୂଜା କରାହେଉଛି। କିନ୍ତୁ ସେ ଯେଉଁଟାକୁ ହିନ୍ଦୁ ପୂଜା କରୁଛି, ହିନ୍ଦୁଙ୍କର ପଣ୍ଡିତମାନେ ତାକୁ ଲେଖିଛନ୍ତି, ଯିଏ ଲେଖନ୍ତୁ, କିନ୍ତୁ ସେ କ'ଣ କେବଳ ହିନ୍ଦୁମାନଙ୍କ ପାଇଁ ଲେଖିଛନ୍ତି? ତାକୁ ଯିଏ ପଢ଼ୁଛି ସେ ତାର, ଯିଏ ନ ପଢ଼ୁଛି ସେ ବି ତାର। ଯେମିତି ସେ କହୁଛନ୍ତି, ପ୍ରଳୟ ପ୍ରୟୋଧି ଧୃତ ବିହିତ ଏସব জয় জয় ପ୍ରଳୟ ଜଳରେ ପୃଥିବୀ ଯେତେବେଳେ ବୁଡ଼ି ଯାଉଛି, ପୃଥିବୀରେ ଥିବା ଯେଉଁ ବେଦ, ହିନ୍ଦୁମାନେ ବେଦ କହୁଛନ୍ତି, ଆଉ କିଏ ସେତେବେଳକୁ ଆଉ କ'ଣ ସୃଷ୍ଟି ହେଇଥିଲା କି ନାହିଁ। ଶାସ୍ତ୍ର ଯେତେବେଳେ ବୁଡ଼ି ଯାଉଛି, ମାନବୀୟ ସମ୍ବିଧାନ ଯେତେବେଳେ ବୁଡ଼ି ଯାଉଛି, ତାକୁ ଯିଏ ଉଦ୍ଧାର କଲେ ତାଙ୍କୁ ମୀନ ଅବତାର ବୋଲି କୁହାହେଉଛି। କଥାଟି ଏଇଆ। କିଛି ଲୋକ ତାକୁ ଖୁମ୍ବ ଆଳୁ ବୁଝିଲେ ଯେ ହିନ୍ଦୁମାନେ ମାଛକୁ ପୂଜା କରୁଛନ୍ତି। ମାଛକୁ ପୂଜା କଲେ କ୍ଷତିଟା କ'ଣ? ମାଛ ଆମକୁ ଯେଉଁ ଗୁଣ ଦେଉଛି, ସେ ଗୁଣ କ'ଣ ଅନ୍ୟ କିଏ ଦେଇପାରିବ? ତେବେ ଯେତେବେଳେ ସେ ପ୍ରଳୟ ଜଳ ଭିତରୁ ପୃଥିବୀକି ଉଦ୍ଧାର କଲେ, ସେଠି କ'ଣ କେବଳ ଭାରତବର୍ଷ ଥିଲା ନା ହିନ୍ଦୁ ରାଷ୍ଟ୍ର ଥିଲା, ହିନ୍ଦୁସ୍ତାନ ଥିଲା? ସମଗ୍ର ବିଶ୍ୱକୁ ରକ୍ଷା କରିଛନ୍ତି। ଯେ ଏଇଭଳି ଭାବରେ 10ଟି ଅବତାର ସେ ବର୍ଣ୍ଣନା କରିଛନ୍ତି। ଆପଣ ଯେଉଁ ପଏଣ୍ଟକୁ ଯାଆନ୍ତୁ, ଆମକୁ ଭୋକ କରୁଛି, ଆପଣଙ୍କୁ ଭୋକ କରୁଛି। ଆମେ କହୁଛୁ ଖାଇବୁ, ଆପଣମାନେ କହୁଛନ୍ତି ଖାଇବୁ। ସେ ଖାଇବାରେ କିଏ ଭାତ ଖାଉଛି, କିଏ ରୁଟି ଖାଉଛି, କିଏ ବ୍ରେଡ୍ ଖାଉଛି, କିଏ ଆଉ କ'ଣ ଖାଉଛି, କିନ୍ତୁ ଖାଉଛି। କିଏ ପାଣି ପିଉଛି, କିଏ ସରବତ ପିଉଛି, କିଏ ଦହି ପିଉଛି, କ୍ଷୀର ପିଉଛି, କିନ୍ତୁ ସେ ଶୋଷ କଲେ ପାଣି ପିଉଛି। ଯେଉଁଥିରେ ଶୋଷଟା ମରିବ ସେ ସେଇଟାକୁ ବ୍ୟବହାର କରୁଛି। ଆପଣମାନେ ଦେଖନ୍ତୁ, ସନାତନ ଧର୍ମଟାର ଆମେ ଖାଲି କହୁଛୁ ହିନ୍ଦୁ, ସନାତନୀ ହିନ୍ଦୁ ତନି, ଏମିତି ଯେଉଁ କମେଣ୍ଟ ସବୁ କରାଯାଉଛି, ସେଇ ବିଜ୍ଞ ଲୋକମାନଙ୍କୁ ଆପଣମାନଙ୍କ ମାଧ୍ୟମରେ ବଳିଆ ବି ପଚାରୁଛି, କେଉଁ ଗୋଟାକ ଭୁଲ ସନାତନ ଧର୍ମ କରିଛି?
ହଁ ବହୁତ ଫୁଲ ଛିଣ୍ଡଉଛି ସେଇଟାକୁ କହିଲେ ଚଳିବ। ବହୁତ ଭୋଗ ହେଉଛି ତାକୁ ପାଇଁ କହିବ ଏଇଟା ଭୋଗ ହେବା ଆମେ ସମସ୍ତେ ଖାଇବା। ତୁମେ ନ ଖାଇପାର ଏଇଟା ଠାକୁରଙ୍କ ଭୋଗ ଆମେ ଖାଇବୁନି, ତୁମେ ନ ଖାଇପାର ଖାଇବ କି ନାହିଁ? କେତେକ ଅଛନ୍ତି ଜଗନ୍ନାଥଙ୍କ ଅଭଡ଼ା ଖାଆନ୍ତିନି। ଜଗନ୍ନାଥଙ୍କ ଅଭଡ଼ା ବେଳେବେଳେ ମିଳୁନି, ଏତେ ସ୍ୱାଦିଷ୍ଟ ଏତେ ସୁନ୍ଦର ପ୍ରସାଦ। କିଏ ଜଣେ ନ ଖାଇଲେ, କିଏ ଜଣେ ମାନିଲେ, କିଏ ନ ମାନିଲେ, ଜଗନ୍ନାଥଙ୍କୁ ଯିଏ ନ ମାନୁଛି ସିଏ କ'ଣ ଜଗନ୍ନାଥଙ୍କ କୃପା ପାଇବନି? ସାଲବେଗଙ୍କର ମା ଯଦିଓ ବ୍ରାହ୍ମଣୀ ଥିଲେ, ତାଙ୍କ ବାପା କିଏ ଥିଲେ? ମୁସଲମାନ। ସିଏ ପୁଣି ମୁସଲମାନଙ୍କ ବୀର୍ଯ୍ୟରେ ଜନ୍ମ ହେଇ ମଧ୍ୟ ବୃନ୍ଦାବନରେ ରହିକିରି ସିଏ ଡାକ ପକାଇଛନ୍ତି ରଥଯାତ୍ରା ସମୟରେ, ଜଗ ବନ୍ଧୁ ହେ ଗୋସାଇ, ଜଗନ୍ନାଥ ହେ ମୋ ତାର ଭିତରେ ସେ ଲେଖୁଛନ୍ତି ଏତେ ଗୁଡ଼ାକ କେତେ କୋଷ ବାଟରେ ମୁଁ ଅଛି, ଲକ୍ଷ୍ୟ ମୁଁ ଲୟ ଲଗେଇଛି ତାଙ୍କ ତମରି ପୟରେ, ମୋ ଯିବା ଯାକେ ନନ୍ଦିଘୋଷ ଥିବ। ଆଚ୍ଛା, ସେ ନନ୍ଦିଘୋଷରେ ପ୍ରକୃତରେ ଥିଲେ ସାଲବେଗ ପହଞ୍ଚିଲେ। କିଛି ସାଧୁସନ୍ତଙ୍କ ଭିତରୁ ବା ଅଳ୍ପ ପଣ୍ଡିତ ବଡ଼ ପଣ୍ଡିତଙ୍କ ଭିତରୁ କହିଲେ ନା ନା, ସେସବୁ କଥା ନୁହଁ। ସେ ଆସିବା ପରେ ରଥକୁ ଅଟକେଇକିରି ପଣ୍ଡା ସେବକମାନେ ରଖିଥିଲେ। ପଣ୍ଡା ସେବକମାନେ ରଥକୁ ଅଟକେଇ ରଖିଥିଲେ, ଇଏ ଯେମିତି ଆଇଲେ ସବୁ ତ ଛାଡ଼ିଦେଲେ। ଆଉ ଏମିତି ଯଦି ଯୁକ୍ତି ବାଢ଼ିବେ ତାହେଲେ ସବୁ ଯୁକ୍ତି କଟିଯିବ। ତମେ ବି ଯେଉଁଟା କହୁଛ ଶୂନ୍ୟ, ଆମେ କହିବୁ ଶୂନ୍ୟ, ଆମେ କହିବୁନି, ଆମେ ଶୂନ୍ୟକୁ ମାନୁ। ଆମେ ଦୁଇଟା ଶୂନ୍ୟକୁ ମାନୁ, ଆଉ ଗୋଟେ ମହାଶୂନ୍ୟକୁ ମାନୁ। ଶୂନ୍ୟଂ ଶୂନ୍ୟଂ ମହାଶୂନ୍ୟ। ତେବେ ତିନିଟା ଶୂନ୍ୟକୁ ଆମେ ମାନୁ। ମହାଶୂନ୍ୟ ପରେ ଆଉ କ'ଣ ଅଛି ଯେ ତମେ ମାନିବ ଆମେ ମାନିବୁ? ଶୂନ୍ୟଂ ଶୂନ୍ୟଂ ମହାଶୂନ୍ୟଂ ଶୂନ୍ୟ ମଧ୍ୟ ନିରାମୟ, ନିରାମୟ ମଧ୍ୟ ଜ୍ୟୋତି ସଜ୍ୟୋତି ଭଗବାନ। କେହି ତୁମେ ମାନିବ କିଏ ନ ମାନିବ ସେଥିପାଇଁ କିଏ ଅପେକ୍ଷା କରିନି। ଆଉ ତା ଘରେ କ'ଣ କିଛି କାମ ନାହିଁ? ଆମ ପରିବାରରେ କ'ଣ କିଛି ଅଭାବ ନାହିଁ? ସମାଜ ପାଇଁ, ସମାଜର ମଙ୍ଗଳ ପାଇଁ କ'ଣ କିଛି ସେବା କରିବାର ତା ସରିଯାଇଛି? ଆମେ ପ୍ରାର୍ଥନା ନ କରିବୁ, ଆମେ ପ୍ରାର୍ଥନା କରିବୁନି। ଆମେ ମନେ କରାଯାଉ ଶାସ୍ତ୍ର ପଢ଼ିବୁନି। କର୍ମ ହିଁ ଶାସ୍ତ୍ର। କିଏ ଯୁକ୍ତି କରିବ କର୍ମଟା କେମିତି ଶାସ୍ତ୍ର ହେଲା? ଆରେ କର୍ମଟା ଯେଉଁ ମାର୍ଗରେ କରିବ ସେଇଟା ବା ଜ୍ଞାନ, ଆଉ ଜ୍ଞାନଟା ହିଁ ଶାସ୍ତ୍ର। ଶାସ୍ତ୍ର ସେଇ ଜ୍ଞାନ ଦିଏ, ଗୁରୁ ସେଇ ଜ୍ଞାନ ବତାନ୍ତି। ତେଣୁ କିଛି ନଥାଇ କେବଳ ଗୋଟେ ନିଜକୁ ନିଷ୍ଠୁର ସଜେଇବା, ଇ କେଉଁ ଭଗବାନଙ୍କର କାର୍ଯ୍ୟ? ଅନ୍ୟର ରକ୍ତ ବୁହାଇ ତୁମେ ଆଉ ମଣିଷ ରକ୍ତ ତୁମେ ପାଇବ ତ? ତେଣୁ ଏତିକି କେବଳ ମୁଁ କହି ରଖୁଛି ଆଜିର ପବିତ୍ର ସନ୍ଧ୍ୟାରେ ଯେ
ସନାତନ ଧର୍ମ ଇଏ ଏକ ଉଦାର ଧର୍ମ, ସଂକୀର୍ଣ୍ଣତାର ଗଣ୍ଡି ଭିତରେ ସେ ନାହିଁ। ପୃଥିବୀ ଯାହା ପାଇଁ ରହେ, ସୂର୍ଯ୍ୟଙ୍କ ପାଇଁ ରହେ, ଚନ୍ଦ୍ରଙ୍କ ପାଇଁ ରହେ, ପବନଙ୍କ ପାଇଁ ରହେ, ସମୁଦ୍ରଙ୍କ ପାଇଁ ରହେ, ବସୁଧାଙ୍କ ପାଇଁ ରହେ, ଯାହା ପାଇଁ ପୃଥିବୀ ରହିଛି, ଯାହା ପାଇଁ ବିଭିନ୍ନ ଧର୍ମ ବି ରହିଛି, ବିଭିନ୍ନ ମତ ସୃଷ୍ଟି ହେଇଛି, ସେଇମାନଙ୍କୁ ହିନ୍ଦୁ ସ୍ୱାଗତ କରେ। ସିଏ ପୂଜା ନୁହେଁ, ସ୍ୱାଗତ। ଯେମିତି ଗୋଟେ ଲୋକ ଭଲ କାମ କଲେ ତାକୁ ଧନ୍ୟବାଦ ବୋଲି କେହି କହନ୍ତି, ସେମିତି ଇଏ ହେଉଛି ଗୋଟିଏ ସ୍ୱାଗତ। ହିନ୍ଦୁର ସ୍ୱାଗତ ହେଉଛି ପୃଥିବୀର ସମସ୍ତ ଦେବୀ ଦେବତା। ଆଚ୍ଛା, ବୃକ୍ଷ, ତରୁ, ତୃଣ, ଲତା, ପାହାଡ଼, ପର୍ବତ ସବୁ। ଆଚ୍ଛା, ଆପଣମାନେ ଘର କରୁଛନ୍ତି, କେଉଁଥିରେ ଘର କରୁଛନ୍ତି? ହଉ ଇଟା, ମାଟି, ପଥରରେ କରିଛନ୍ତି। ହିନ୍ଦୁ ସେଇଥିରେ କରିଛି। ତାହେଲେ କ'ଣ ପାଇଁ ଗୋଟିଏ ଧର୍ମ ଭିତରେ ବିଧର୍ମ ଭାବ ସୃଷ୍ଟି ହେଉଛି? ଗୀତା ଆଗରୁ କହିଛନ୍ତି, ସ୍ୱଧର୍ମେ ନିଧନ ଶ୍ରେୟ, ପରଧର୍ମ ଭୟାବହ। ତେଣୁ ଆମେ ଧର୍ମକୁ ପାଳନ କରିବା, କିନ୍ତୁ ସେ ଯେଉଁ ଧର୍ମକୁ ଯିଏ ପାଳନ କର, ପ୍ରେମ ଠାରୁ ବଡ଼ ଧର୍ମ ଦୁନିଆରେ କିଛି ନାହିଁ। ପରସ୍ପରକୁ ଭଲ ପାଅ, ପରସ୍ପର ପ୍ରତି ପରସ୍ପର କର୍ତ୍ତବ୍ୟ କର, ସେଇ ହେଉଛି ବଡ଼ କଥା। ଆମର ଏଠି ଚତୁର୍ଦ୍ଦଶୀ ମେଳା ହେବ, 56 ବର୍ଷରେ ପଦାର୍ପଣ କରୁଛି। ମୋର ମାନସିକ ଅବସ୍ଥା ଗୋଟେ ଏମିତି ହେଲା, ନା ଆଉ ସେ ବିଶ୍ୱଶାନ୍ତି ଯଜ୍ଞ କରିବାନି। ହେଲା, ବିଶ୍ୱକୁ ଶାନ୍ତି କରିବା ପାଇଁ ଲକ୍ଷ ଲକ୍ଷ ଯଜ୍ଞ ହେଉଛି, ହିନ୍ଦୁ ହିଁ କରୁଛି, ଆଉ କେହି କରୁନାହାନ୍ତି। କିନ୍ତୁ ଦେଖିଲା ଆଉ କେଉଁ ବିଶ୍ୱ ଶାନ୍ତି ନାହିଁ କି ଦେଶ ବି ଶାନ୍ତି ନାହିଁ। ତେବେ ଯାହା ହଉ, ଚତୁର୍ଦ୍ଦଶୀ ମେଳା ହେବ, କିନ୍ତୁ ବିଶ୍ୱ ଶାନ୍ତି ପାଇଁ, ସେଇ ବିଶ୍ୱ ପାଇଁ ପ୍ରାର୍ଥନା କରାଯିବ। ସନାତନ ଧର୍ମ ଶିଖେଇଛି ବସୁଧୈବ କୁଟୁମ୍ବକମ୍। ତେଣୁ ବର୍ତ୍ତମାନ ଯେଉଁ ଶୀତଳ ଯୁଦ୍ଧ ଆରମ୍ଭ ହେଇଛି, ଇଏ ଯୁଦ୍ଧର ସମାପ୍ତି ହେଉ ଏବଂ ଯେଉଁମାନେ ଅଜ୍ଞାନୀ ସେମାନେ ଜ୍ଞାନ ଲାଭ କରନ୍ତୁ, ଯେଉଁମାନେ ଜ୍ଞାନୀ ସେମାନେ ତାଙ୍କ କାୟା ବିସ୍ତାର କରନ୍ତୁ। ଏତିକି କହି ମୋର କଥାକୁ ଏଇଠି ବିଶ୍ରାମ ଦେଉଛି। ନମୋ ନିରଞ୍ଜନ ନିଖିଳ ধরি তুম্ভ বড় বহইয়নি অন্তরিক্ষে আদেশে কুদি নলঙ্ঘে অব জয় জগ তব দিবাজ্যোতি পরকাশে গ্রহ তারা রাম তব পূর্ণ